ସେମିତି କିଛି ବାବୁ କିଏ କହିବେ ଆପଣ କହିବେ ମୁଁ ହଉଛି ସାରଙ୍ଗର ବାସିନ୍ଦା କିନ୍ତୁ ପୁରପଲ୍ଲୀ ଟିକେ 1 କିଲୋମିଟର ଅନ୍ତରରେ ଅଛି ହେଲେ ମଧ୍ୟ ଏଇ ଯେଉଁ ହନୁମାନ ପୀଠରେ ବହୁତ ଭକ୍ତମାନେ ମନୋଯୋଗ ଦେଇକରି ଏଠି ସେବା କରିବାକୁ ଆସୁଛନ୍ତି କିନ୍ତୁ କୌଣସି ମଠ ମନ୍ଦିର ଏଠି ଭଲ ଭାବରେ ହୋଇପାରୁନାହିଁ ସେଥିପାଇଁ ଭକ୍ତମାନଙ୍କର ମନ ଦୁଃଖ କାହିଁକି ମାନେ ସାରଙ୍ଗର ଏକ ମାନେ ପବିତ୍ର ପୀଠ ହେଉଛି ଏଇ ଯେଉଁ ହନୁମାନ ପୀଠ ଏଇ ପୀଠରେ ଯେକୌଣସି ଆନ୍ଧ୍ରାରୁ ଆସିଲେ ବି ବମ୍ବେରୁ ଆସିଲେ ବି ଦିଲ୍ଲୀରୁ ଆସିଲେ ବି ଏଇଠି ମାନେ ସୁଯୋଗ ନେଇ ଏଇଠି ବେଶ ଭଲ ଭାବରେ ବସବାସ କରନ୍ତି ଆଉ ତାଙ୍କ ପାଇଁ ବସିବା ପାଇଁ ଦେଖ କୁଡ଼ିଆ ଖଣ୍ଡେ ହେଇପାରୁନାହିଁ କିମ୍ବା ଏପଟେ ମଠ ମନ୍ଦିର କିମ୍ବା କୌଣସି ଯାତ୍ରୀ ଆସିଲେ ବସିପାରି ମାନେ ପାଉନାହାନ୍ତି ତାପରେ ନଳକୂପ ବି ଏଠି ନାହିଁ କୂପ ବି ନାହିଁ ଏଠୁ 2 କିଲୋମିଟର ଗଲେ ଯାଇ ପାଣିର ଟିକେ ସୁଯୋଗ ମିଳୁଛି ସେଥିପାଇଁ ବଡ଼ ଦୁଃଖର କଥା ଆମେ ଏଇ ଯେଉଁ ବୁଢ଼ା ହଡ଼ା ଅଛୁ ଏ 2 କିଲୋମିଟର ଯାଇକରି ଆସିଲେ କେମିତି ବା ଚଳିବୁ ଆମକୁ ବହୁତ କଷ୍ଟ ଲାଗୁଛି ସେଥିପାଇଁ ଯେକୌଣସି ବ୍ୟକ୍ତି ଆସିଲେ ଆମକୁ ପାଣି ମନ୍ଦେ ଦିଅ ବୋଲି ମାନେ ଆଗ ମାଗୁଛନ୍ତି ହେଲେ ପାଣି ଦେବାଟା ଆମର ହାତରେ ବାଲ୍ଟେ ବି ପାଣି ନାହିଁ ହେଲେ ବଡ଼ ଦୁଃଖର କଥା ଏଡ଼େ ବଡ଼ ଲୋକ ଆସି ଯଦି ଆମକୁ ମାଗିଲେ ଆମେ ଦେଇପାରୁନୁ ଆମର ଏ ସୁଯୋଗ କେମିତି ଆଗକୁ ଭଲ ରହିବ ଭଲ କୁଅଟେ ହେବ ଲକ୍ଷେ ଲୋକ ଆସିଲେ ଖାଇବେ ପିଇବେ ଗାଧେଇବେ ସବୁ ଆରାମସେ ଚାଲିବେ ଆଉ ଭଗବାନଙ୍କୁ ସେବା କରିବେ ଏଇ ଯେଉଁ ମନୋବୃତ୍ତିଟା ଆମର ଅଛି ଏଇଟା 40 ବର୍ଷ ହେଲାଣି କିନ୍ତୁ ମନସ୍କାମ ପୂର୍ଣ୍ଣ ହୋଇପାରୁନାହିଁ ସେଥିପାଇଁ ଏ ମନସ୍କାମ ପୂର୍ଣ୍ଣ କରିବା ପାଇଁ ଆପଣମାନେ ସୁଯୋଗ ଦିଅନ୍ତୁ ଏ ଯେଉଁ ଘରଟା ଏ ବର୍ଷ ସୁଯୋଗ କାର୍ତ୍ତିକ ମାସଟା ସୁଯୋଗ ଦେଇକିରି କେତେ 2 ଲକ୍ଷ ଟଙ୍କା ଏତିକି ମାତ୍ର ସୁଯୋଗ ଆସିଛି ଆଉ ଅନ୍ୟ କିଛି ନାହିଁ ଆଉ କିଛି ନାହିଁ ସେଥିପାଇଁ ବହୁତ କଷ୍ଟ ହେଉଛି ସେଥିପାଇଁ କିଛି ବସିବା ପାଇଁ କିଛି ମାନେ କିଛି ତ ସୁଯୋଗ ନାହିଁ ସେଥିପାଇଁ କୂଅ ଗୋଟେ ନିହାତି ଦରକାର ଆଉ କରେଣ୍ଟ ଦରକାର ତାପରେ ଯେତେ ଯାତ୍ରୀ ଆସନ୍ତି ସେମାନଙ୍କର ଏଠି ଖାଇବା ପିଇବାର ବ୍ୟବସ୍ଥା ରହିଛି ସେଥିପାଇଁ ସେମାନଙ୍କୁ ମଧ୍ୟ କିଛି ଆମେ ଦାନ ପୁଣ୍ୟ କରିପାରିବୁ ଆଉ ସମସ୍ତଙ୍କର ଚଳନୀୟ ଯେମିତି ସୁବିଧାରେ ଚାଲିବ ସେଥିପାଇଁ ଆମେ ଦୃଢ଼ ମନ ଦେଇକରି ଆମେ ଏଠି ଯୋଗ ଦେଇଛୁ ସେଥିପାଇଁ ଆମକୁ କିଛି ସୁଯୋଗ ଦେଲେ ବା ସୁବିଧା କଲେ ଆମେ ବସା ଉଠ ହୋଇପାରିବୁ ଆଉ ସବୁ ଭଲ ଭାବରେ ଏଇ ପୀଠଟା ଚାଲୁ ରହିବ ସାକ୍ଷାତରେ ହେଉଛି ସେଥିପାଇଁ ମୁଁ ଚାହୁଁଛି ଯେ ସରକାର ଏଇ ମଠ ପାଇଁ କିଛି ସାହାଯ୍ୟ ଦିଅନ୍ତୁ ନହେଲେ ଆମେ ବହୁତ ଅସୁବିଧାରେ ଅଛୁ।